କେତେ 100 ସବସ୍କ୍ରାଇବର ହେବାର ଅଛି 1000 ନା 500 500 କେତେ ହେଲେ ଯାଇକି ହେବ ନହେଲେ ହବନି। ସବସ୍କ୍ରାଇବର ତାପରେ ଲାଇଭ୍ ହବ ନହେଲେ ହେବନି। କିନ୍ତୁ ଇଏ ଇନଷ୍ଟାଗ୍ରାମରେ ହୁଏ ବୋଧେ, ଇନଷ୍ଟାଗ୍ରାମରେ ଆସିଥାନ୍ତି ନା ସେଟା ବି କେତେ ହେଲେ ଯାଇକି କେତେ ହେଲେ ଯାଇକି ସେମିତି କିଛି ଇନଷ୍ଟାଗ୍ରାମ ସେମିତି କିଛି ମୁଁ ଜାଣିନି ତାହେଲେ। ଇଏ କଣ କୁହନ୍ତି ୟୁଟ୍ୟୁବରେ ତ କେତେ ହେଇଛି 14 ତାହେଲେ ମୁଁ ଅନସବସ୍କ୍ରାଇବ କରିଦେବି ତାହେଲେ କ'ଣ ପାଇଁ? ନାଇଁ ଯଦି ଡେଲି ଭିଡ଼ିଓ ଚାଲିଲେ ଧୀରେ ଧୀରେ ହେବେ ହେଲା। ମୁଁ ତ ଭିଡ଼ିଓ ଛାଡ଼ୁନି ନା, ତୁ ଯୋଉ ଭିଡ଼ିଓ ଗୁଡ଼ା ଇଂଲିଶରେ କହୁଛୁ ସେଇଗୁଡ଼ା ଅପଲୋଡ କରୁଛୁ ଲୋକ ଜଜ୍ କରିବେ ସେଥିପାଇଁ ମୁଁ ଛାଡ଼ୁନି। କ'ଣ ଜଏନ୍ କରିବୁ ପାଗଳ ମେଣ୍ଟାଲ କହିବେ। ତୁ ନହେଲେ ଗୀତ ଆଡ୍ କରିଦେବୁ ସେଟାରେ ହବ ଆଉ କଲେ ହବ। ମୁଁ ବହୁତ ଗୁଡ଼େ ଭିଡ଼ିଓ ଇଏ କରିଛି ବୋଧେ 40-50 ପ୍ଲସ୍ ଥିବ। ପସନ୍ଦ କରୁଥିବୁ। ହ୍ୟାଲୋ ଗାଇଜ୍, ମୁଁ ଆସିଛି ଆଜି ବୁଝିବାକୁ ହ୍ୟାଲୋ ଗାଇଜ୍, ଟୁଡେ ଆଇ ଆମ୍ ଗୋଇଂ ଆଇ ଥିଙ୍କ outside in ଉଦୁଡା I think ଗାର୍ଡେନ। rasta on the way rasta road ଚାଲିಂದ I am going to କପ୍ତିପଦା ଅଗରା ରୋଡ ଏଇଟା ଷ୍ଟେଟ୍ ହାଇୱେ କେତେ କେତେ ମୁଁ ଜାଣିନି ଇଏରୁ ଆସିଛି କୁରୁମୁଣ୍ଡାଟା ହଉଛି 19 ନମ୍ବର ଭିତରେ କରଞ୍ଜିଆରୁ ଇଏଟା 18 ନା 19 ଟା କୁରୁମୁଣ୍ଡାଟା ହଉଛି ଆମ ଆଡେ ଯୋଉଟା ଆସିଛି ସେଇଟା 19 ନମ୍ବର ସେଇଟା ଆଉ ଇଏଟା ହଉଛି ଆମରଟା କେତେ ହେଇ ଯୋଉ ଆମର ଯୋଉଟା ଯାଇଛି ଆମର 118 ଇଏ ଯୋଉ ଏନ୍ଏଚ ଟା ବାଙ୍ଗରି ପଶିରୁ ବାରିପଦା ଏନ୍ଏଚ ଟା 118 ସେଇଟା ଆଉ ନ୍ୟାସନାଲ ହାଇୱେ ନ୍ୟାସନାଲ ହାଇୱେ ଆମର ବି ନ୍ୟାସନାଲ ହାଇୱେ ସେପଟେ ଯାଇଛି ନ୍ୟାସନାଲ ହାଇୱେ। ଆଉ ଇଏ ଗୁଡ଼ା ଯୋଉ ବ୍ଲକ କନେକ୍ଟ କରୁଛି ଏଇଟା ହଉଛି ଷ୍ଟେଟ୍ ହାଇୱେ। ଏଇଟା ବି ଷ୍ଟେଟ୍ ହାଇୱେ ଉଦୁଳାରୁ ବାରିପଦା କରଞ୍ଜିଆରୁ ଠାକୁରମୁଣ୍ଡା ଷ୍ଟେଟ୍ ହାଇୱେ ଗୁଡ଼ା ଷ୍ଟେଟ୍ କରେ ଆଉ ନ୍ୟାସନାଲ ହାଇୱେ ଗୁଡ଼ା ସେଣ୍ଟ୍ରାଲ କରେ। କିନ୍ତୁ ହେଲେ ବି ଏତେ ଖରାପ ଅଛି ରାସ୍ତା ଗୁଡ଼ା। ଏବେ ଟିକେ କିନ୍ତୁ କରଞ୍ଜିଆରୁ ଠାକୁରମୁଣ୍ଡା ଠିକ୍ ଅଛି। ଆମ ଯାଜପୁରରୁ ଟିକେ ବି ସେଇ ମଝିରେ ଟିକେ ଖରାପ ଅଛି। କପ୍ତିପଦାରୁ ନାହିଁ ଉଦଳାରୁ ବାରିପଦା ଏବେ ରାସ୍ତା କ'ଣ ଏବେ ଖରାପ ହେଇଗଲାଣି, ପୁରା ଖରାପ ହେଇଗଲାଣି, କରୁନାହାନ୍ତି ଆଉ ସେ ଏବେ ମୁଁ ଏଇ ଦେଖିଲି ଇଏର କିନ୍ତୁ ଠାକୁରମୁଣ୍ଡାରୁ ଶରତ ହଁ ଇଏ କପ୍ତିପଦା ଠିକ୍ ଅଛି। ଏବେ ସେ ଇଏ ଗୁଡ଼ା ସେ ଗାଁ ହଁ ଗାଁ ଏରିଆ ରାସ୍ତା ଗୁଡ଼ା ବହୁତ ଖରାପ ଅଛି। ସୁନେଇ ଡ୍ୟାମ୍ ବି ଦେଖିଲି। ଆଉ ଏପଟେ ଗୋଟେ ଯାଇଥିଲି ମୁଁ ସେ ଇଏ କପ୍ତିପଦାର ସେ ପଛଆଡ଼େ ନାହିଁ କି ସେଇ ବ୍ଲକ ଆଡ଼େ ଯୋଉ ରାସ୍ତାଟା ଯାଇଛି ମୁଁ ଗତକାଲି ଯାଇଥିଲି ବୁଲିବା ପାଇଁ ଖାଇସାରିକି ଏତେ ଖରାପ ଅଛି ସେପଟେ ବି ପୁରା ଖରାପ। ଗାଡ଼ା ଇଏ କରୁନାହାନ୍ତି ସେ ପୁରା ଖରାପ ଅଛି। ମୁଁ ବହୁତ ଭିତର ପଶିଛି ସେ କପ୍ତିପଦା ଭିତର ଗାଁ ଗୁଡ଼ାରେ ଯାଇଛି ସେପଟେ ମୁଁ ଗଲି ବୋଧେ 2-3 କିଲୋମିଟର 4 କିଲୋମିଟର ଯାଇଥିଲି। ପୁରା ରାସ୍ତା ଖରାପ ଅଛି। ତାପରେ ଗଲି ଆଗରେ ଗୋଟେ ସ୍କୁଲ ଅଛି ସେ ପଡ଼ିଆ ଅଛି ପଡ଼ିଆରେ ଛିଡ଼ା ହେଲି ତା ପଳେଇ ଆସିଲି। ପୁରା ଖରାପ ଅଛି ରାସ୍ତା କରୁନାହାନ୍ତି ଆଉ ଟଙ୍କା ତ ପ୍ରବଳ ଅଛି। ଏଇ ଭାଇ ଅଳସୁଆ ଗୁଡ଼ା ମାନେ ଯେଇଗୁଡ଼ା ଏତେ ଇଏ ନା ପ୍ରୋସେସ୍ ଗୋଟେ କାମଟାକୁ ବିଲ୍ ମାନେ ଇଏ ଆସିବ ତାପରେ ପୁଣି ତାକୁ ଇଆଡ଼େ ସିଆଡ଼େ ମାନେ ବୁଲିବୁ ତୁ ମାନେ ଫ୍ରି ଟାଇମ୍ ପାଇବନି ତୁ ଟଙ୍କା ପାଇବୁ ପ୍ରବଳ କିନ୍ତୁ ସେ କାମ କରି ତ ପ୍ରବଳ ସେ ଇଏ ଗୁଡ଼ା ଯୋଉ ଘର ଗୁଡ଼ା ଅଛି ଯୋଉ କ'ଣ ଇଏ କ'ଣ ଛୋଟ ଛୋଟ ଘର ଗୁଡ଼ା ସୁଭଦ୍ରା କେନ୍ଦ୍ର ଯୋଉ ଏବେ ତ ଇଏ ଗୁଡ଼ା ଆସୁଥିଲା ନା ସେ ବସ୍ ଷ୍ଟାଣ୍ଡ ଗୁଡ଼ା ଆସୁଥିଲା ପ୍ରବଳ କାମ। ଆଉ ଯେ ସେଗୁଡ଼ା କରି ଇଏ ହେଇଯାଆନ୍ତି ଯେଇଗୁଡ଼ା ବି ଆଉ ଦେଖୁନୁ ସଲା ଲକ୍ଷ୍ମୀ ଗୋଷ୍ଠାର 5 ଲକ୍ଷ କମାଇ ଦଉଛି ଗୋଟେ ବକରା ଘର ପ୍ରତି 13 ଲକ୍ଷ ହଉଛି ଏତେ ଛୋଟ ଛୋଟ ଇଏ ତବେ ସେଇ 8 ଲକ୍ଷ କେତେ ଦେଖିଲି ସେଇ ଫରେଷ୍ଟ ଘର ଗୁଡ଼ା ଛୋଟ ରକମ କରିଦେଇଛନ୍ତି 8 ଲକ୍ଷର ବେଶୀ ନାହିଁ 2 ଲକ୍ଷ 2.5 ଲକ୍ଷ 1,30,000 ବଡ଼ ଘର ହେଇଯାଉଛି। ଇଏ ଘର ଗୁଡ଼ା ସେ ଗଭର୍ଣ୍ଣମେଣ୍ଟ ଘର ଗୁଡ଼ା ଆମର ଘରଟା ତ ବହୁତ ବଡ଼ ଅଛି 1,30,000 ମୁଁ ଜାଣିନି ମୁଁ ନଥିଲି ଏମିତି ସେମିତି ଉଠେଇ ଦେଇଛନ୍ତି। ଆମ ଘର ସେଠି କରିଛନ୍ତି ଆମର ବିମ୍ ଫିମ୍ କିଛି ନାହିଁ ଛାତ ଘର କରିଛି ଆମର ସେଠି ପଥର ଜାଗାଟା ଖୋଳି ପାରିବନି ଏତେ ବି ଖୋଳି ପାରିବନି ପଥର ମାନେ କେବି ପଥର ଆମ ଜାଗାଟା ମରୁମ ଜାଗାଟା ହଁ ସେ ମରୁମ ଜାଗା ପଥର ଜାଗାଟା ବେଶୀ ଇଏ ହୁଏନି ଫସେନି ଆମେ ମୁଁ ଯୋଉଠି କିଣିଛି ଜାଗା ସେଟା ମରୁମ ଜାଗାଟା ସହ ବହୁତ ମରୁମ ସେଟା ଏନ୍ଏସ୍ ସାଇଡ୍ ନୁହଁ ତ ଏନ୍ଏସ୍ ସାଇଡ୍ ନୁହଁ ତ ଆଜିକାଲି ଏନ୍ଏସ୍ ସାଇଡ୍ ପାଖରେ କରିବା କଥା ଟିକେ ଦୂର ଅଛି ଟିକେ ଏନ୍ଏସ୍ ସାଇଡ୍ ଉଠେଇ ଦଉଛନ୍ତି। ଏଇ ଗାଁରେ ଯେ କପ୍ତିପଦାରେ ଯୋଉ କେତେ ଦୂର ହବ କହିବି ରାସ୍ତାରୁ ମନେକର ଏଇଟା ରାସ୍ତା ଏଇଟା ଏ ରାସ୍ତାରୁ କେତେ ଦୂର ଏଇ ଲାଷ୍ଟ ଘର